ଯେକୌଣସି ପୂଜା ବ୍ରତ ଉପବାସ ଦିନରେ ବନେଇ ପାରିବେ, ଏମିତି ନିତିଦିନ ବି ବନେଇ ପାରିବେ। ବିନା ପିଆଜ ରସୁଣରେ ଗୋଟେ ସ୍ପେଶାଲ ମସଲା ଦେଇ ବନେଇବା ଛୁଇଁ ଆଳୁ ବାଇଗଣ ତରକାରୀ। ଥରେ ଏଇ ତରକାରୀର ସ୍ୱାଦ ଚାଖିଲେ ଛୁଇଁ ସରିବା ପର୍ଯ୍ୟନ୍ତ ନିତିଦିନ ଏମିତି ବନେଇବା ପାଇଁ ପସନ୍ଦ କରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଏହି ସୁଆଦିଆ ତରକାରୀ ବନେଇବା ପାଇଁ ଏଇଠି ମୁଁ ନେଇଛି 3ଟି ବଡ଼ ସାଇଜର ଛୁଇଁ, ତା ସହିତ 2ଟି ମିଡ଼ିୟମ ସାଇଜର କଷି ବାଇଗଣ, ତା ସହିତ ଗୋଟେ ବଡ଼ ସାଇଜର ଆଳୁ। ଆପଣ ଛୁଇଁ ବାଇଗଣ ଆଳୁ ଆପଣଙ୍କ ହିସାବରେ କମ୍ ବେଶୀ କରି ନେଇପାରିବେ। ପ୍ରଥମେ ଛୁଇଁର ମଝିରେ ଅଳ୍ପ କାଟିବା, ତାପରେ ଦୁଇପଟ ସାଇଡ୍ରୁ ଚୋପାକୁ ଏମିତି ଉପାୟରେ ବାହାର କରିବା। ଏହି ଉପାୟରେ ବାହାର କଲେ ସହଜରେ ବାହାର କରିପାରିବେ। ଛୁଇଁ କାଟି ସାରିବା ପରେ ଦେଖିବେ ଛୁଇଁରେ ଅଳ୍ପ ଅଳ୍ପ ଚୋପା ରହିଥାଏ। ଆପଣ ଚାହିଁଲେ ଏମିତି ଉପାୟରେ ବାହାର କରିଦେଇପାରିବେ, କିନ୍ତୁ ଛୁଇଁରେ ଅଳ୍ପ ଚୋପା ରହିଲେ ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସେ। ଆପଣମାନଙ୍କୁ ଯେମିତି ପସନ୍ଦ ସେମିତି କାଟିପାରିବେ। ଛୁଇଁ କାଟି ସାରିବା ପରେ ସାଙ୍ଗେ ସାଙ୍ଗେ ପାଣିରେ ରଖିବା, ଛୁଇଁ ରାୟା ଲାଗିବ ନାହିଁ। ତାପରେ ଆଳୁର ଚୋପା ରଖି ଟିକେ ପତଳା ଆଉ ଲମ୍ବା ଆକାରରେ କାଟିବା। ଛୁଇଁ ସହିତ ତରକାରୀରେ ଦେଖିବା ପାଇଁ ଭଲ ଲାଗିବ, ଛୁଇଁ ସହିତ ସମାନ ଭାବରେ ସିଝିଯିବ। ଆଳୁ କାଟି ସାରିବା ପରେ ଛୁଇଁ ସହିତ ପାଣିରେ ରଖିବା, ଆଳୁ କଳା ପଡ଼ିବ ନାହିଁ। ତାପରେ ଆମେ ବାଇଗଣକୁ କାଟିବା। ବାଇଗଣକୁ ସେମିତି ଲମ୍ବା କାଟିବା, କିନ୍ତୁ ଟିକେ ମୋଟା ରଖି କାଟିବା, କାହିଁକିନା ବାଇଗଣ ତରକାରୀରେ ବହୁତ ଜଲ୍ଦି ସିଝିଯାଏ। ବେଶୀ ପତଳା କାଟିଦେଲେ ତରକାରୀରେ ଘାଣ୍ଟିଯିବ। ବାଇଗଣ କାଟି ସାରିବା ପରେ ସାଙ୍ଗେ ସାଙ୍ଗେ ହଳଦୀ ପାଣିରେ ରଖିବା, ବାଇଗଣ କଳା ପଡ଼ିବ ନାହିଁ। ସବୁ ଜିନିଷ କାଟି ରେଡ଼ି କଲେ ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି ଗୋଟେ ଛୋଟ ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ 5-6ଟି ବିରି ବଡ଼ି ଭାଜିବା। ଏହି ତରକାରୀରେ ଅଳ୍ପ ବିରି ବଡ଼ି ଦେଲେ ଖାଇବା ପାଇଁ ବହୁତ ବଢ଼ିଆ ଲାଗିବ। ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ ରଖି ବଡ଼ିକୁ ଟିକେ ଲାଲ କଲର ହେଲା ପର୍ଯ୍ୟନ୍ତ ଭାଜିବା। ବଡ଼ି ଏମିତି ଭାଜିଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ବଡ଼ିକୁ ଆମେ ସାଇଡ଼ରେ ରଖିବା। ସେଇ କଢ଼େଇରେ ଆଉ ଅଧା ଚାମଚ ତେଲ ଗରମ କରିବା। ଆଜି ଆମେ ବହୁତ କମ୍ ତେଲରେ ଏହି ତରକାରୀକୁ ବନେଇବା। ତେଲ ଗରମ ହେଇଯିବା ପରେ କାଟି ରଖିଥିବା ଛୁଇଁ ଆଳୁକୁ ଦେବା। ଛୁଇଁ ଆଳୁ ବାଇଗଣ ସବୁ ଜିନିଷକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା, ଅଳ୍ପ ହଳଦୀ ଗୁଣ୍ଡ ଦେବା। ତାପରେ ଲୋ ମିଡ଼ିୟମ ଫ୍ଲେମ୍ରେ 2-3 ମିନିଟ୍ ପର୍ଯ୍ୟନ୍ତ ଛୁଇଁ ଆଳୁକୁ ହାଲକା ଭାଜିବା, କିନ୍ତୁ ଭାଜିବା ସମୟରେ ଜମା କଭର କରିବା ଦରକାର ନାହିଁ, ସେମିତି ଖୋଲା ରଖି ଭାଜିବା। ଛୁଇଁ ଆଳୁକୁ ହାଲକା ଭାଜି ଦେଲେ ତରକାରୀରେ ଖାଇବା ପାଇଁ ଭଲ ଲାଗେ, କିନ୍ତୁ ବେଶୀ ସମୟ ଭାଜିଲେ ଛୁଇଁ ରାୟା ଲାଗିବ। କେବଳ 2-3 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ଛୁଇଁ ଆଳୁ ଭାଜିଯିବା ପରେ ଛୁଇଁ ଆଳୁ ବାଇଗଣ ସିଝିବା ପାଇଁ ତରକାରୀରେ ପାଣି ଦେବା। ପାଣି ଆପଣମାନେ ଥଣ୍ଡା ପାଣି ଦେବେ ନାହିଁ, ପାଣିକୁ ଟିକେ ଗରମ କରିକି ଦେବେ। ପାଣି ଦେବା ପରେ ଆମେ ଗ୍ୟାସ୍ର ଫ୍ଲେମ୍ ହାଇ ରଖି ସାଙ୍ଗେ ସାଙ୍ଗେ କଭର କରିବା, ଯାହାଦ୍ୱାରା ପାଣି ବହୁତ ଜଲ୍ଦି ଫୁଟିଯିବ। ପାଣି ଥରେ ଫୁଟି ଆସିଲେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ ହାଇ ରଖି 4-5 ମିନିଟ୍ ପର୍ଯ୍ୟନ୍ତ କଭର କରି ଛୁଇଁ ଆଳୁକୁ ସିଝେଇବା। 4-5 ମିନିଟ୍ ପରେ ଚାଲନ୍ତୁ ଛୁଇଁ ଆଳୁକୁ ଚେକ୍ କରିବା। ଛୁଇଁ ଆଳୁ ଦେଖନ୍ତୁ ପାଖାପାଖି 60-70% ସିଝି ଯାଇଛି। ଛୁଇଁ ଆଳୁ ଏତିକି ସିଝିଯିବା ପରେ ଆମେ ବାଇଗଣ ଦେବା, କାହିଁକିନା ବାଇଗଣ ବହୁତ ଜଲ୍ଦି ସିଝିଯିବ। ତାପରେ ଆମେ ଗ୍ୟାସ୍ର ଫ୍ଲେମ୍ ହାଇ ରଖିବା। ପାଣି ଯେଉଁଠି ଫୁଟୁଥିବ ସେଇ ଜାଗାରେ ବାଇଗଣକୁ ଦେବା। ବାଇଗଣ ଦେବା ପରେ ସାଙ୍ଗେ ସାଙ୍ଗେ ଗ୍ୟାସ୍ର ଫ୍ଲେମ୍ ହାଇ ରଖି 2 ମିନିଟ୍ କଭର କରିବା, ଯାହାଦ୍ୱାରା ବାଇଗଣର କଲର ଖରାପ ହେବ ନାହିଁ, ବାଇଗଣ ଭଲ ଭାବରେ ସିଝିଯିବ। 2 ମିନିଟ୍ ପରେ ଏଠି ଦେଖନ୍ତୁ ବାଇଗଣର କଲର କେତେ ସୁନ୍ଦର ଦେଖାଯାଉଛି। ଏବେ ମିଡ଼ିୟମ ଫ୍ଲେମ୍ରେ ଆଉ 4-5 ମିନିଟ୍ କଭର କରି ସବୁ ଜିନିଷକୁ ସିଝେଇବା। 4-5 ମିନିଟ୍ ପରେ ଏଠି ଆମେ ସବୁ ଜିନିଷକୁ ଚେକ୍ କରିବା। ବାଇଗଣକୁ ଶେଷରେ ଦେଇଥିଲେ ଦେଖନ୍ତୁ ବାଇଗଣ ଭଲ ଭାବରେ ସିଝି ଯାଇଛି। ତରକାରୀରେ ଝୋଳ ଦେଖନ୍ତୁ ପୁରା ପରଫେକ୍ଟ ଅଛି। ଯଦି ପାଣି କମ୍ ଲାଗିବ ତରକାରୀକୁ ବାହାରକୁ ବାହାର କରି ଆଣି ସେଇ କଢ଼େଇରେ ଅଳ୍ପ ପାଣି ଗରମ କରି ତରକାରୀ ସହିତ ମିଶାଇ ପାରିବେ। ତରକାରୀକୁ ବାହାରକୁ ବାହାର କରି ଆଣିବା। ଏହି ତରକାରୀ ପାଇଁ ମୁଁ ଗୋଟେ ମସଲା ବନେଇଥିଲି, ଚାଲନ୍ତୁ ଦେଖିବା ଏହି ମସଲାରେ କ'ଣ କ'ଣ ସବୁ ମୁଁ ଦେଇଛି। ଗୋଟେ ଛୋଟ ପ୍ୟାନ୍ରେ ଗୋଟେ ବଡ଼ ଚାମଚ ଚିନାବାଦାମ ଦେବା। ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖି ଚିନାବାଦାମକୁ ହାଲକା ଭାଜିବା। ଚିନାବାଦାମକୁ ବେଶୀ ପୋଡ଼ିବେ ନାହିଁ, ବେଶୀ ଲାଲ କରିବେ ନାହିଁ। ଏମିତି ହାଲକା ହାଲକା ଲାଲ କଲର ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ତାପରେ ଚିନାବାଦାମକୁ ଥଣ୍ଡା କରି ଚୋପା ଛଡ଼ାଇ ନେବା। ଚୋପା ବାହାର କରିସାରିବା ପରେ ଗ୍ରାଇଣ୍ଡର ଜାର୍ରେ ଦେବା। ତା ସହିତ ଅଧା ଛୋଟ ଚାମଚ କଞ୍ଚା ଧନିଆ ଦେବା, ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା। ଆପଣ ଚାହିଁଲେ କେବଳ ଚିନାବାଦାମରୁ ଏହି ତରକାରୀକୁ ବନେଇ ପାରିବେ, କିନ୍ତୁ ତରକାରୀର ଟେଷ୍ଟ ବଢ଼ାଇବା ପାଇଁ ଯଦି ଆପଣମାନଙ୍କ ପାଖରେ ପୋସ୍ତ ଥିବ ଗୋଟେ ଛୋଟ ଚାମଚ ଦେବେ, ଦେଖିବେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ପ୍ରଥମେ ଜମା ପାଣି ଦେବା ନାହିଁ,
ସେମିତି ଶୁଖିଲା ଗ୍ରାଇଣ୍ଡ କରି ଆଣିବା। ତାପରେ 1 ଇଞ୍ଚର ଅଦା, ରାଗ ପାଇଁ 1 କଞ୍ଚା ଲଙ୍କା ଦେବା। ତାପରେ ବେଶ କିଛି ଧନିଆ ପତ୍ର ନାଡ଼ ସହିତ ଦେବା। ପ୍ରକୃତରେ ତରକାରୀ ଶେଷରେ କଟା ଧନିଆ ପତ୍ର ଦେବା ଅପେକ୍ଷା ଏମିତି ମସଲାରେ ବାଟିକି ଦେଲେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସେ। ଏହି ତରକାରୀକୁ ଆଉ ଟିକେ ସୁଆଦିଆ କରିବା ପାଇଁ 1 ବଡ଼ ଚାମଚ କୋରା ନଡ଼ିଆ ଦେବା। ଖଣ୍ଡ ନଡ଼ିଆ ବି ଦେଇପାରିବେ। ସାଧାରଣତଃ ପୂଜା, ବ୍ରତ, ଉପବାସ ଦିନରେ ଘରେ ନଡ଼ିଆ ଥାଏ, ଆପଣ ଚାହିଁଲେ ଦେଇପାରିବେ, ନଦେଲେ ବି ଚଳିବ। ତାପରେ 2ଟି ମିଡିୟମ ସାଇଜର ଟମାଟୋ ଦେବା। ଟମାଟୋ ଟିକେ ଖଟା ରହିଲେ ତରକାରୀ ଖାଇବା ପାଇଁ ଭଲ ଲାଗିବ। 4-5 ଚାମଚ ପାଣି ଦେଇ ମସଲାକୁ ଚିକଣ କରି ବାଟି ଆଣିବା। ଏବେ ଆମ ରେଡି ହେଇଗଲା ଆଜିର ତରକାରୀ ପାଇଁ ସ୍ପେଶାଲ ମସଲା। ଆପଣମାନେ ଥରେ ଏଇ ମସଲା ଦେଇ ଏଇ ତରକାରୀ ବନାନ୍ତୁ, ଦେଖିବେ ତରକାରୀର ଟେଷ୍ଟ ବହୁତ ବଢ଼ିଆ ଆସିବ। ଚାଲନ୍ତୁ ତରକାରୀ ବନେଇବା ଷ୍ଟାର୍ଟ କରିବା। କଢ଼େଇ ଗରମ କରି 1 ବଡ଼ ଚାମଚ ରିଫାଇନ ତେଲ ଗରମ କରିବା। ବେଶୀ ତେଲ ଦେବା ଦରକାର ନାହିଁ, କାହିଁକିନା ମସଲାରୁ ବି ବହୁତ ତେଲ ବାହାରିବ। ଅଧା ଛୋଟ ଚାମଚ ଜିରା, ବେଶ କିଛି ଭୃଷଙ୍ଗ ପତ୍ର, 2-3 ପିଞ୍ଚ ହିଙ୍ଗୁ ଦେବା। ଭୃଷଙ୍ଗ ପତ୍ର, ହିଙ୍ଗୁ ନିହାତି ଦେବେ, ବିନା ପିଆଜ ରସୁଣ ତରକାରୀରେ ବହୁତ ବଢ଼ିଆ ବାସ୍ନା ଆସିବ। 2ଟି ଶୁଖିଲା ଲଙ୍କା ଦେବା। ଜିରା ତେଲରେ ଫୁଟିଯିବା ପରେ ବାଟି ରଖିଥିବା ମସଲାକୁ ଦେବା। ଗିନା ଧୋଇ 4-5 ଚାମଚ ପାଣି ଦେବା। ମସଲାକୁ ଟିକେ ଗୋଳେଇ ନେବା। ଏବେ ମସଲାରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଦେବା। ତରକାରୀକୁ ସିଝାଇବା ସମୟରେ ଅଳ୍ପ ହଳଦୀ ଗୁଣ୍ଡ ଦେଇଥିଲେ। ଅଧା ଛୋଟ ଚାମଚ ରାଗ ଲଙ୍କା ଗୁଣ୍ଡ ଦେବା। ମସଲା ବାଟିବା ସମୟରେ 1 କଞ୍ଚା ଲଙ୍କା ଦେଇଥିଲେ। ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ ଲଙ୍କା ଗୁଣ୍ଡ ଦେବେ। ତରକାରୀରେ ଭଲ କଲର ପାଇଁ ଅଧା ଛୋଟ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେବା। ତାପରେ ଗ୍ୟାସର ଫ୍ଲେମ୍ ଲୋ ମିଡିୟମ ରଖି ମସଲାକୁ କଷିବା। ଏହି ମସଲା କଷିବା ସମୟରେ ଉପରକୁ ଛିଟିକି ଆସିବ ଆଉ ମସଲା କଢ଼େଇ ତଳେ ଲାଗିଯିବ। ସେଥିପାଇଁ ମସଲାକୁ କଭର କରି କଷିବା, କିନ୍ତୁ ମଝିରେ ଥରେ 2 ଥର ଗୋଳେଇ ଦେବେ, ନହେଲେ ବାଦାମ ଦେଇଛୁ ମସଲା କଢ଼େଇ ତଳେ ଲାଗିଯିବ। 5-6 ମିନିଟ୍ ପରେ ଏଇଠି ଦେଖନ୍ତୁ ମସଲା ଉପରକୁ ତେଲ ଆସିଗଲାଣି, ତାମାନେ ମସଲା ଆମର ଭଲ ଭାବରେ କଷି ଯାଇଛି। ନଡ଼ିଆ ଆଉ ବାଦାମରୁ ବି ବହୁତ ତେଲ ବାହାରିବ। ମସଲା କଷିଯିବା ପରେ ଆମେ ସିଝେଇ ରଖିଥିବା ପନିପରିବା ଗୁଡ଼ିକୁ ଦେବା। ତାପରେ ମସଲା ସହିତ ଗୋଳେଇବା। ଏବେ ଆମେ ଗ୍ୟାସର ଫ୍ଲେମ୍ ହାଇ ରଖିବା। ତରକାରୀ ବହୁତ ଜଲ୍ଦି ଫୁଟିଯିବ। ତରକାରୀ ଥରେ ଭଲ ଭାବରେ ଫୁଟି ଆସିଲେ ଶେଷରେ ଆମେ ଭାଜି ରଖିଥିବା ବଡ଼ିକୁ ଦେବା। ଯଦି ବିରି ବଡ଼ି ଦେବେ ତାହେଲେ ତରକାରୀ ହେଇଯିବା ପରେ ଶେଷରେ ଦେବେ, ନହେଲେ ବଡ଼ି ବେଶୀ ଘାଣ୍ଟିଯିବ। ବଡ଼ି ଦେଇସାରିବା ପରେ ମିଡିୟମ ଫ୍ଲେମ୍ରେ କେବଳ 2-3 ମିନିଟ୍ ପର୍ଯ୍ୟନ୍ତ ତରକାରୀକୁ ଫୁଟେଇବା। ଜମା ବେଶୀ ସମୟ ଫୁଟେଇବା ନାହିଁ, କାହିଁକିନା ତରକାରୀକୁ ସିଝାଇବା ସମୟରେ ସବୁ ପନିପରିବା ଭଲ ଭାବରେ ସିଝି ଯାଇଥିଲା। ଆଳୁ ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ଝୋଳ ଏତିକି ବହଳିଆ ରଖିବେ, ଗରମ ଭାତରେ ଖାଇବା ପାଇଁ ଭଲ ଲାଗିବ। ଆଳୁ, ବାଇଗଣ, ଛୁଇଁ ତରକାରୀରେ ସବୁ ପନିପରିବା ଭଲ ଭାବରେ ସିଝି ଯାଇଥିବ, କିନ୍ତୁ ଘାଣ୍ଟି ନଥିବ। ଏମିତି ଗୋଟା ଗୋଟା ରହିଲେ ତରକାରୀ ଦେଖିବା ପାଇଁ ଭଲ ଲାଗିବ, ଖାଇବା ପାଇଁ ମଧ୍ୟ ଭଲ ଲାଗିବ। ଆପଣମାନେ ଏଇ ପ୍ରୋସେସରେ ଥରେ ବନାନ୍ତୁ, ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ କରି ଜଣାଇବେ। ତାହେଲେ ଆପଣଙ୍କ କମେଣ୍ଟସ ଅପେକ୍ଷାରେ ଆଜି ପାଇଁ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।